ଯେ ପିତାକୁ କେହି କଣ ଚିହ୍ନି ନାହାନ୍ତି ସମସ୍ତେ ଚିହ୍ନନ୍ତି କିନ୍ତୁ ନ ଜାଣିଲା ପରେ ଏଠି ଅଭିନୟ କରନ୍ତି ଧର୍ମ ଯାଜକ ମାନେ ଯୋଉମାନେ ଧରାପୃଷ୍ଠକୁ ଆସନ୍ତି ଯେକୌଣସି ଗୁରୁମଣ୍ଡଳ ମାନେ ସେମାନେ ଆସନ୍ତି ସେମାନେ କଣ କରନ୍ତି ନା ଯେତେବେଳେ ତାଙ୍କ ଶିଷ୍ୟ ମାନେ ତାଙ୍କ ଜୟ ଗାନ କରନ୍ତି ଜୟ ଧ୍ୱନି କରନ୍ତି ସେ ଜାଣିଛନ୍ତି ସମସ୍ତେ ଭଲ ଭାବରେ ଜାଣିଛନ୍ତି ଆମେ ପରମ ପିତାଙ୍କ ଦ୍ୱାରା ଆମେ ଏଠି ଉଦ୍ଧୃତ ହେଇଛୁ ଆମେ ଆସିଛୁ କିନ୍ତୁ ତାଙ୍କ ଭକ୍ତ ମାନେ ଶିଷ୍ୟ ମାନେ ତାଙ୍କୁ ଏମିତି ଉଚ୍ଚ ସ୍ଥାନରେ ବସାଇ ଦିଅନ୍ତି ଯେ ସେ ତାଙ୍କ ମନ ଭିତରେ ସଂକୋଚ ଆସେ ଯେ ଆଉ କାହାକୁ ଶ୍ରେୟ ବୋଲି କହିବା ପାଇଁ ଶ୍ରେଷ୍ଠ ବୋଲି ପ୍ରତିପଦନ ଦେବା ପାଇଁ ତାକୁ ଲଜ୍ଜା ତାଙ୍କୁ ଲାଗେ ସଂକୁଚିତ ଲାଗେ ଠାକୁର ମୋର କଣ କଲେ ସଂକୁଚିତ ହଉଛି ତାର ଦୁଃଖ ଆଳସ୍ୟ ହଉଛି ଦୁଃଖ ଏମିତି ମହାନ ମାନବ ସାଧୁ ସନ୍ଥ ମାନେ ସେମାନେ କଣ କରନ୍ତି ନା ଏଇ ପରିମିତିରେ ସେମାନେ ବି ମଧ୍ୟ ତଳକୁ ପଳେଇ ଆସନ୍ତି ଯେମିତି ଆମେ ଦେଖିଥିବା ଯାତ୍ରାରେ ଦେଖିଥିବା କଣ ନା ଗୋଟେ ପୁଅଟେ ଗୋଟେ ଝିଅଟିକୁ ବାହା ହେଇଛି ବଡ ଲୋକ ଘରେ ବାହା ହେଇଯାଇଛି କିନ୍ତୁ ବାପା ମା ଜାଣିନାହାନ୍ତି ବାପା ମା ପାଠ ପଢେଇକି କଣ କରୁଛନ୍ତି ବିଦେଶକୁ ପଠେଇ ପାଠ ପଢିକି ଚାକିରି କରିବୁ କିନ୍ତୁ ପୁଅ କଣ କରୁଛି ସେ ଗୋଟେ ବଡ ଲୋକ ଘରେ ଝିଅକୁ ବାହା ହେଇଯାଇଛି କିନ୍ତୁ ବାପା ମା ଖୋଜି 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 ଦେଲା ସେ ଅସୁବିଧା ପୁଅ ପାଠ ପଢିଲେ କୁଆଡେ ଗଲା ଭଲ ମନ୍ଦ କଲା ବାପା ମା ଯେତେବେଳେ ଆସି ପହଞ୍ଚି ଯାଆନ୍ତି କୋଉଠି ନା ପୁଅ ପାଖରେ ପୁଅ ସେଠି କଣ କରେ ନା ଏତେ ଗରିବ ତା ବାପା ମାଙ୍କ ପରିଚୟ ସେ ନ ଦେଇକି ସେ ନଚିଲା ଭଳିଆ ସେ ଅଭିନୟ କରେ ସେଇପତି ଆଦି ସେଇ ପରମ ପିତା ଏ ଧରାପୃଷ୍ଠକୁ ଅବତୀର୍ଣ୍ଣ କରିଛନ୍ତି କିନ୍ତୁ ଅନେକ ସବୁ ସମସ୍ତେ ତାଙ୍କଠାରୁ କ୍ଷଣିତ ହେଇଛନ୍ତି କିନ୍ତୁ ସମସ୍ତେ ତାଙ୍କ ପିତାକୁ ନଚିଲା ପରି ସମସ୍ତେ ଅଭିନୟ ଏଠି କରୁଛନ୍ତି।